বাস্তবরে পরমেশ্বর মনুষ্য যেরকম দেখନ୍ତି ঈশ্বর সেরকম দেখନ୍ତି নাই। মনুষ্য বাহিরକୁ দেখে ঈশ্বর অন্তর দেখନ୍ତି। সেইদিন ସାମୁଏଲ ଭାବବାଦୀ ଆଉ ସେ 7 ଜଣ ପୁଅଙ୍କର ବାହିକ ବିଷୟକୁ ଦେଖି ସେ ଭାବୁଥିଲେ ଯେ ଏମାନଙ୍କ ମଧ୍ୟରେ ଜଣକୁ ପରମେଶ୍ୱର କଣ କରିବେ, ଇସ୍ରାଏଲର ରାଜା କରିବେ। କିନ୍ତୁ ବାସ୍ତବ କଥା ତାହା ନଥିଲା ମୋର ପ୍ରିୟ ଲୋକମାନେ। କିନ୍ତୁ ଈଶ୍ୱର କଣ କଲେ, ଏଇ 7 ଜଣ ନୁହଁ, ଏ 7 ଜଣ ନୁହଁ, କିନ୍ତୁ ଆମର ମନର ବ୍ୟକ୍ତି ଯାହାକୁ ଆମେ ଇସ୍ରାଏଲର ରାଜା କରିବା, ଯାହାକୁ ଆମେ ଇସ୍ରାଏଲର ସିଂହାସନରେ ଉପସ୍ଥାପନ କରିବା, ଆଉ ସେ ବ୍ୟକ୍ତି ଏମାନଙ୍କ ମଧ୍ୟରୁ ନୁହଁ, ଏମାନେ ନୁହନ୍ତି, ସେ ବ୍ୟକ୍ତି ଅନ୍ୟ ଜଣ। ଆଉ ଯେତେବେଳେ ସେ ଯିସି ନିଜର ସନ୍ତାନକୁ ଡାକୁଛନ୍ତି, ଆଉ ସେ ଦାଉଦ ଆସୁଛନ୍ତି, ସେହି ସମୟରେ ସାମୁଏଲ ଆଉ ତାଙ୍କୁ ଦେଖି ତାଙ୍କ ଉପରେ ରାଜାଭିଷେକ କରୁଛନ୍ତି। କିନ୍ତୁ ବାସ୍ତବରେ ଆଜି ମୁଁ ଗୋଟେ କଥା ମୁଁ କହିବି ମୋର ପ୍ରିୟ ଲୋକମାନେ, ଦାଉଦଙ୍କ